ମନ ଚୋରି ହୁଏ ବୋଲି କାହାଣୀରେ ଶୁଣିଥିଲି, ତତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି, ଆଖି ସାଥେ ଆଖି ହେଲା ଏକାଠି, ମନ ହଜିଗଲା ସେଇଠି ସେଇଠି, ମନ ହଜିଗଲା ସେଇଠି ସେଇଠି। ମୁଁ ସନ୍ତୋଷ କୁମାର। ମୁଁ ଚଳିତ ଏଇ ବର୍ଷ ଯାତ୍ରା ମଣିମଣି ଶିବାନୀ ଖଣ୍ଡରେ ଯୋଗ ଦେଇଛି। ସବୁ ନାଟକରେ ଲଭ ସଙ୍ଗ ଅଛି। ମେମ୍ ସାହିବ ନାଟକରେ ଅଧା ଟାଇଟଲ ମୁଁ ଗାଉଛି, ଅଧା ଆଉ ଗୋଟେ ନାଟକ। ଆଉ ରଙ୍ଗବଜା ରଙ୍ଗନାୟିକା ସେଇଟା ଟାଇଟଲ। ଆଚ୍ଛା, କେମିତି କ'ଣ ଆପଣ ଯାତ୍ରା ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ? ମୋର ଯାତ୍ରା କ୍ୟାରିୟର ହେଲା 6 ବର୍ଷ। ପ୍ରଥମେ ଆମ ଗାଁରେ ଗୋଟେ ଯାତ୍ରା ପାର୍ଟି ପଡ଼ିଥିଲା ମଧୁବାସନ୍ତୀ ଗଣନାଟ୍ୟ। ମୁଁ ସେଠୁ ଆସିକିରି କଳିଙ୍ଗ ଗଣନାଟ୍ୟରେ 2 ମାସ ପରେ ଯାତ୍ରାର ରଙ୍ଗମହଲ ସତ୍ୟବାବୁ ମୋତେ ସୁଯୋଗ ଦେଇଥିଲେ ତାଙ୍କ ପାର୍ଟିରେ। ଆଉ ସୁଯୋଗ ଦେବା ପ୍ରଥମେ ଗୋଟେ ନୂଆ ପିଲାକୁ କେମିତି ଷ୍ଟାଣ୍ଡ କରାଯାଏ ସେଇଟା ମୋତେ ସତ୍ୟବାବୁ ମଣିଷ କରିଥିଲେ। ହଁ ନାହିଁ, ସତ କଥା ହେଉଛି ପ୍ରାୟ ଲୋକ ମନରେ କଷ୍ଟ ଅନୁଭବ କରନ୍ତି ଯେ ଆମେ ସିଙ୍ଗର ଆମର କମ୍ ହେଇଗଲା, ସେ କଳାକାର ତାଙ୍କର ବଢ଼ୁଛି, ନିହାତି ବଢ଼ୁଛି, ସେଇଟା କଷ୍ଟ ହେଉଛି, କିନ୍ତୁ ଆମ ଯୋଗ୍ୟତା ଅନୁସାରେ ଆମେ ଯେତିକି ପାଉଛୁ, ମୋ କଥା ମୁଁ କହୁଛି, ଭଗବାନଙ୍କ ଆଶୀର୍ବାଦରୁ, ଦର୍ଶକ ଭଗବାନଙ୍କ ଆଶୀର୍ବାଦରୁ ଯେତିକି ପାଉଛି ବହୁତ ଖୁସିରେ ଅଛି। ଆଉ ସମସ୍ତେ ମଧ୍ୟ ତାଙ୍କ ନିଜ କର୍ମ ହିସାବରେ ପଇସା ଯେତିକି ପାଉଛନ୍ତି ଭଲ ଠିକ୍ ଠାକ୍ ଅଛି। ନିହାତି ଏଇଟା ଆପଣ କହିଲେ ଠିକ୍ କଥା। ଆଜିକା ସମୟରେ କଳାକାରଙ୍କ ଦର ବହୁତ ବଢ଼ି ଯାଇଛି। ଏତେ ଦର ବଢ଼ିବା ଦ୍ୱାରା ଆଜି ଟିକଟ ଆପଣ ଦେଖିବେ ଯେକୌଣସି ଯାତ୍ରା ପାର୍ଟିରେ ଟିକଟ ଦର 200ରୁ କମ୍ ନାହିଁ, କୋଉଠି 200, 250, 300, କିଛିଟା ଯାତ୍ରା ପାର୍ଟି ଅଛି 500 ମଧ୍ୟ ଟିକଟ ହେଇଛି, ଆପଣ ଜାଣିଥିବେ। ଆଚ୍ଛା। 500, 600 ମଧ୍ୟ ହେଇଛି। ନିହାତି ଆଶାବାଦୀ ମଣିଷ ଜନ୍ମଟା ହିଁ ଆଶାବାଦୀ, ତ ଆଶା ନଥିଲେ କୌଣସି କାମ ସଫଳ ହେଇପାରିବ ନାହିଁ। ଆଚ୍ଛା, ମାନେ ଯୋଉଠି ଆମର ଦେଖନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ ଗୋଟେ ଗୀତ ଗାଇଲେ ସେମାନେ 20, 30, 40 ହଜାର ନେଇଯାଉଛି। ଆପଣ ରାତି ସାରା ଅନିଦ୍ରା, ସମାଜର ବ୍ୟତିକ୍ରମ ଆପଣ। ସମାଜର ନିୟମ ହେଉଛି ଆମେ ଦିନରେ ଖଟିବା ରାତିରେ ଶୋଇବା, କିନ୍ତୁ ଆପଣ ତା ଦେହରେ ବ୍ୟତିକ୍ରମ କରୁଛନ୍ତି। କିଛି ଫରକ ପଡୁନି? ଫରକ ଏତିକି ଯେ ଭାରି କଷ୍ଟ ହୁଏ, ଯେହେତୁ ଆମେ ଆମ ପାଇଁ ରାତିଟା ଦିନ, ଦିନଟା ରାତି, ଭାରି କଷ୍ଟ ହୁଏ। କାହିଁକି ନା ଗୋଟେ ରାତି ଅନିଦ୍ରା ହେଲେ ଯେ କେତେ କଷ୍ଟ ହୁଏ, ଯୋଉମାନେ ରାତି ଅନିଦ୍ରା ହଉଛନ୍ତି ସେମାନେ ଜାଣିଛନ୍ତି। ବହୁତ ଗୁଡ଼ାଏ ମାନେ କଷ୍ଟ ବି ହୁଏ। ନିହାତି ଏତିକି ଆଶାବାଦୀ ତ ମଣିଷ, ଆଶା ଅଛି ଯଦି ସେତିକି ଯଦି ସୁଯୋଗ ଆସେ ତାହେଲେ ନିହାତି ହବ। କିନ୍ତୁ ଆଜିକା ଡେଟ୍ରେ ଏଇ ଜାଗାରେ ଯାତ୍ରା ମୌଡମଣି ଶିବାନୀ ଗଣନାଟ୍ୟରେ ମୁଁ ଆସି ବହୁତ ଖୁସିରେ ବି ଅଛି। ବହୁତ ଖୁସିରେ ଅଛନ୍ତି। ନିହାତି ମନ ଚୋରି ହୁଏ ବୋଲି କାହାଣୀରେ ଶୁଣିଥିଲି, ତତେ ଦେଖିଦେଲା ପରେ ଆପେ ଆପେ ବୁଝିଗଲି, ଆଖି ସାଥେ ଆଖି ହେଲା ଏକାଠି, ମନ ହଜିଗଲା ସେଇଠି ସେଇଠି, ମନ ହଜିଗଲା ସେଇଠି ସେଇଠି। ନିହାତି ଏଇ ନାଟକରେ ଗୋଟେ ଅଛି ମେମ୍ ସାହେବ ନାଟକରେ ଟାଇଟଲ ଗଙ୍ଗା ସାଜେ କଳଙ୍କ ନଈ, କଳା ଟିକା ମଥା, ପୁଣ୍ୟ ସବୁ ଉଜୁଡି ଗଲା, ଢାଙ୍କି ଦେଲା ପାପର ଛାଇ। ନାଇଁ ଭାଇ ସେଇଟା ଗୋଟେ ମନରେ ଭାରି କଷ୍ଟ ହେଇଗଲା। ଭଗବାନ ମତେ ଏତିକି ଯଦି ହାଇଟ୍ ଦିଅନ୍ତେ ତାହେଲେ ହେଇପାରନ୍ତି। ମୁଁ ଟିକେ ହାଇଟ୍ କମ୍ ଯୋଗୁ ମୁଁ ଡ୍ରାମା କରିଛି। ଡ୍ରାମାରେ ମଧ୍ୟ ମୁଁ ଗୋଟେ 6ଟା ଖଣ୍ଡେ ଡ୍ରାମାରେ ଛୋଟ ପିଲା ରୋଲ କରେ ଗାଁରେ। ଯାତ୍ରାରେ ଭାରି ଇଚ୍ଛା ହୁଏ, ଲୋକମାନେ ମଧ୍ୟ କୁହନ୍ତି ଭାଇ ତମର ଫିଗର ଅଛି, ତମେ ଚାହିଁଲେ ପାର୍ଟ ଫାର୍ଟ ବି କରିପାରିବ, କିନ୍ତୁ ମନରେ କଷ୍ଟ ହଉଛି ମୋର ହାଇଟ୍ ନାହିଁ। ଡେଟ୍ରେ ବୋଧେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି, ଯାତ୍ରା ଇଣ୍ଡଷ୍ଟ୍ରି ବହୁତ ଆଗେଇଲାଣି, ତ ବାଜୁଛି, ଆମର ବି ବାଜିଛି। ଆର ବର୍ଷ ମଧ୍ୟ ମୋର ଗୋଟେ ଗୀତ ଥିଲା, ଦିନ ବେହେରା ହଉ, ମାନସ ଭାଇ ହଉ, ଓମ କୁମାର ହଉ, ଆମର ଏଠି ଉପେନ୍ଦ୍ର ଭାଇ ଏତେ ବଢିଆ ସିଙ୍ଗର ସୁରେଶ ବାର୍କର ଭଏସରେ ଗାଉଛନ୍ତି, ସେ ହୁଅନ୍ତୁ, ଗୀତ ଅଛି। ମୁଁ ଆକ୍ଚୁଆଲି ସତ କଥା କହିବି, ମୁଁ ଗୀତ ଗାଉନଥିଲି। ମୁଁ ଗାଁରେ କ୍ରିକେଟ ଖେଳେ, ହଠାତ୍ ଗୋଟେ ପ୍ରୋବ୍ଲେମ ହେଲା, ଯୋଉଟା କି ମୁଁ ଯାତ୍ରାକୁ ଆସିଲି, ମୁଁ ଷ୍ଟେଜ ଆଗରେ ବସି ଯାତ୍ରା ଦେଖୁଥିଲି। ହଠାତ୍ ଆମର ନିଜେ ମାମୁଁ ଜଣେ ଯାତ୍ରା ପକେଇଥିଲେ, ସେ ମତେ କହିଲେ ତୁ ଯାଇ ଗା। ଗାଇଲା ପରେ ପରେ ସେଠୁ ମଧୁବାସନ୍ତରୁ ଆସିଲା 2 ମାସ ପରେ ପରେ ମୁଁ ଗାଉନଥିଲି। ସ୍କୁଲ କ୍ୟାରିୟର ଟିକେ ଟିକେ ଗାଉଥିଲି ଯାହା ଭଜନ ଭଜନ, ତାର ମୁଁ ଡ୍ରାମା ନା ମେଲୋଡି କୌଣସି କାମ ବି କିଛି କରିନି। ଯାତ୍ରାକୁ ଆସିଲା ପରେ ଡାଇରେକ୍ଟ ମୁଁ ଯାତ୍ରା କରିଛି ନା, ଗୋଟେ ଅଭ୍ୟାସରେ ପଡେ। ପ୍ରଥମେ ଯେତେବେଳେ ଆସିଥିଲି ମୁଁ କିଛି ଜାଣିନଥିଲି। ଆପଣ ବଢିଆ କଥାରେ ଗୋଟେ କହିଲେ, ସେତେବେଳେ ଟିଟନ ସାର୍, ଆମର ତାପସ ସାର୍, ଟିଟନ ସାର୍
ରଙ୍ଗମହଲ ଯେତେବେଳେ ନାଟକ କରୁଥିଲା ସେ ମତେ ବହୁତ ମାରିଛନ୍ତି। ଆଚ୍ଛା। ଏତେ ମାଡ ବୋଧେ ସାରଙ୍କର ଆଜିକ ମାଡରେ ଯଦି ଲୋକଙ୍କର କିଛି ଭଲ ପାଇବା ପାଇଛି ତାହେଲେ ସାରଙ୍କର ମାଡ ଯୋଗୁଁ। ଆପଣ ତାପରେ ଜଣେ ଶୁଣି ଶୁଣି ଚାହିଁଲେ ବି ସିଙ୍ଗର ହେଇପାରିବେ। ନିହାତି ଗୋଟେ ଆଗ୍ରହ ଗୋଟେ ଇଣ୍ଟରେଷ୍ଟ ଯେକୌଣସି କାମରେ ହଉ ଆପଣ ଯୋଉ ମାଇକ ଟା ଧରିଛନ୍ତି ଆପଣ ଇଣ୍ଟରେଷ୍ଟ ନହେଲେ କିଛି କରିପାରିବେନି ନା। ଆଚ୍ଛା। ସେଥିପାଇଁ ନିଜର ଗୋଟେ ଇଣ୍ଟରେଷ୍ଟ ଗୋଟେ ଖୁସି ଦରକାର। ତାଙ୍କ ଭିତରେ କିଛି ଭଲ ପାଇବା ହେଇଯାଏ। ଭଲ ପାଇବା ଗୋଟେ ଏମିତି ଜିନିଷ ୱାନ୍ ଡେଡିକେଟ୍ ଟୁ ଇଚ୍ ଅଦର ଦ୍ୟାଟ୍ ଇଜ୍ କଲ୍ ଲଭ୍। ଆପଣଙ୍କ ଭିତରେ ସରାଉଣ୍ଡିଂ ଭିତରେ ଏମିତି ବି କିଏ ଅଛନ୍ତି ଆପଣଙ୍କ କୋ ଶିଖର ଯାଉ ଏ ମନ ଭିତରେ ଗୋଟେ କିଛି ଦୁର୍ବଳତା ଫିଲିଂସ୍ କା ଭଲ ପାଇବା ଆସିନି? ଭଲ ପାଇବା ମାନେ ପୁଅ ନା ଝିଅ କଥା କହୁଛନ୍ତି? ବାସ୍ତବିକ ଆପଣ ଯେହେତୁ ହ୍ୟାଣ୍ଡସମ୍ ଆପଣ ଗୋଟେ ଝିଅକୁ ଭଲ ପାଏ ନା ପୁଅକୁ? ବାପା ମା ଯୋଉଠି ଠିକ କରିବେ ମୁଁ ସେଇଠି ମ୍ୟାରେଜ କରିବି। ବୋଧେ ତାଠୁ ଅଧିକ ଖୁସି ମତେ ଆଉ କିଛି ଲାଗିବ ନାହିଁ। ଆପଣ ଯୋଉ କଥାଟା କହିଲେ ଆଶାବାଦୀ ମଣିଷ, ନିହାତି ଆଶା ଅଛି। ଭଗବାନଙ୍କର ଆଶୀର୍ବାଦ ଆପଣ ମାନଙ୍କର ଭଲ ପାଇବା ଯଦି ଥିବ ତାହେଲେ ନିହାତି ସେଇଟା ସଫଳ ହେବ। କେବେ ନୁହଁ। ଯାତ୍ରା ମତେ ଗୋଟେ ନାଁ ଦେଇଛି। ବିଗତ ବର୍ଷ 2 ବର୍ଷ 3 ବର୍ଷ ଧରି ବୋଧେ ଭାଇରାଲ ହେଇଥିଲା ଆପଣ ଦେଖିଥିବେ ମା ଗୀତ। ମୁଁ ପ୍ରତି ଜାଗାରେ ଗୋଟେ ସବୁବେଳେ ମା ଗୀତ ଗାଆନ୍ତି ଆଜି ସେଇ ମା ଗୀତ ଗୁରା ଗାଆନ୍ତୁ ଆଉ ବହୁତ ବଢିଆ ଟ୍ରେନିଂ ଚାଲେ। ଆପଣଙ୍କୁ ମଧ୍ୟ ପ୍ରତ୍ୟେକଟି ମା ଗୀତରେ ପାଖାପାଖି 5 ରୁ 6 ହଜାର ଟଙ୍କା ଲୋକଙ୍କର ଇଏ ଖୁସି ରାଶି ମିଳିଯାଏ। ନିହାତି ମତେ ଆକ୍ଚୁଆଲି ଲୋକ ପରିଚିତ କରିଛି ସେଇ ଗୀତ। ମୀରା ମା ମଧ୍ୟ ମୋର ପେଣ୍ଡେଲ ଉପରେ ଆସିଥିଲେ ମୋର ସେଇ ଗୀତରେ ମଧ୍ୟ। ମୀରା ମା ବୋଧେ ଆପଣଙ୍କୁ ଷ୍ଟେଜ ଉପରକୁ ଆସି କୁଣ୍ଡେଇକିରି ମାନେ ପୁଅ ନିହାତି ବୋଲି ସମ୍ବୋଧନ କରିଥିଲେ। 3 ବର୍ଷ ଧରି ସେ ଗୀତକୁ ବହୁତ ସାରା ଭଲ ପାଇବା ସେଇ ମା ଆଜି ଗୀତ ବି ଦଉଛନ୍ତି। ସେଇ ମା ଗୀତ ଟିକେ ହେଇଯାଉ। तेरी उंगली पकड़ के चला ममता के आंचल में पला माँ ओ मेरी माँ मैं तेरा लाडला माँ ओ मेरी माँ मैं तेरा लाडला। ଏଇଟା ହଠାତ୍ ହେଇଛି ଯେତେବେଳେ ମୁଁ ରାଜଧାନୀ ଅପେରାରେ ଥିଲି। ସେତେବେଳେ ଭାସ୍କର ଭାଇ ଅର୍ଗାନ ଯିଏ ବଜାନ୍ତି କଳିଙ୍ଗ ଗଣନାଟ୍ୟରେ ସେ ମତେ ମୁଁ ସେତେବେଳେ ଡ୍ୟାନ୍ସ ପାର୍ଟନ ଗୀତ ଗାଉଥିଲି ନାଚ କୁଦି ସେ ମତେ କହିଲେ ଏଇଆ କର ସେ ପାର୍ଟନ କହିଥିଲେ କିନ୍ତୁ ତଳୁକୁ ହଠାତ୍ ମୁଁ ଓହ୍ଲେଇ ଯାଇଥିଲି। ଆଉ ପ୍ରଥମ ଥର ପାଇଁ ଡାଇରେକ୍ଟ ଖଣ୍ଡଗିରି ମଞ୍ଚରେ ମୁଁ ଜଣେ ମାଙ୍କୁ ଆଣିଥିଲି ରାଜଧାନୀ ଅପେରା। ଆଜିକି 2 ବର୍ଷ ହେଲା ସେ ଗୀତ ଏତେ ମାତ୍ରାରେ ମତେ ସଫଳତା ଦବ ବୋଲି ମୁଁ ନିଜେ ବି ଭାବିନଥିଲି। ଆଉ ସେଇ ଗୀତ ଯୋଗୁ ଆଜିକା ଡେଟରେ ମୁଁ କିଛିଟା ଭଲ ପାଇବା ପାଇପାରିଛି ଲୋକଙ୍କ ପାଇଁ। ମୁଁ ସିଆଡେ କେବେ ଧ୍ୟାନ ଦେଇନି। ଯିବେ କରିବେନି ମତେ। ନା ମୁଁ ଆକ୍ଚୁଆଲି ମୋର କାମ ଯେତିକି ପଡୁଛି ଆକ୍ଚୁଆଲି ନାଟକର ଆଳାପ ଫାଳାପ ଦୁନିଆ କାମ ରହୁଛି ତେଣୁକରି ମତେ ଫୁର୍ସତ ନାହିଁ। ଏଇ ନାଟକ ଟିକେ ଫାଙ୍କା ଅଛି ଆପଣ ଡାକିଲେ ଆପଣଙ୍କୁ ଭଲ ପାଇବା ଆଶୀର୍ବାଦ ଟିକେ ତାକୁ ବି ପଳେଇ ଆସିଲି ନହେଲେ ତ ମତେ ଫାଙ୍କା ମିଳେନି। ଏବେ କେବେ ହେଇଛି କି ତଣ୍ଟି ପଡିଯାଇଛି ଗଳା ପଡିଯାଇଛି ଆପଣ ସେ ଗୀତ ଗାଇବାର ଅଛନ୍ତି କିନ୍ତୁ ଆପଣଙ୍କ ଗଳା ପଡିଯାଇଛି କେମିତି କଣ ମ୍ୟାନେଜ କରନ୍ତି? ପଢିଛି କିନ୍ତୁ କମ ମୋର ପ୍ରାୟ ଭଗବାନଙ୍କ ଆଶୀର୍ବାଦରୁ ଭଏସ ପଡେନି। ପଢିବା ସମୟରେ ଆମର କୋଅପରେଟ ସିଙ୍ଗର ଥାଆନ୍ତି ସେ ମୋ ଗୀତକୁ ଗାଆନ୍ତି। ଆଶା ଗୋଟେ ଅଛି କହିଲେ ତ ଆପଣ ହସିବେ ମୋର ଗୋଟେ ଆଶା ଅଛି ମୋ ବାପା ମାଙ୍କୁ ଗୋଟେ ବଡ ଗୋଟେ କାରରେ ମୁଁ ନେଇକି ତାଙ୍କୁ ନେଇ ଗିଫ୍ଟ କରିବି। ଏଇଟା ଗୋଟେ ବାପା ମାଙ୍କ ପାଇଁ ମୋର କୌଣସି ଆଶା ନାହିଁ। ବହୁତ ଜଲ୍ଦି ସେ ଆଶା ପୂରଣ ହେଇଯିବ ବୋଧେ। ନିହାତି ଆପଣ ମାନଙ୍କର ଭଲ ପାଇବା ଆଶୀର୍ବାଦ ଯଦି ଅଛି ତାହେଲେ ନିହାତି ପୂରଣ ହବ।